ଶୁଭ ସକାଳ ପିଲାମାନେ, କେମିତି ଅଛ? ଆଚ୍ଛା, ସମସ୍ତେ ଖାଇକି ଆସିଛ? ବହୁତ ବଢିଆ। ଆଜି ଗଣିତ ମେଳା ବହିର ଲୁଚକାଳି ଖେଳ ଏଇ ପାଠଟି ଆମେ ପଢିବା। ଗତ କ୍ଲାସରେ ଆମେ କଣ ପଢିଥିଲେ? ଖେଳିଥିଲେ କି ନାହିଁ? ପଢିଥିଲେ ଆଉ ଖେଳିଥିଲେ। ବିଭିନ୍ନ ପାର୍ଶ୍ୱ ସମ୍ବନ୍ଧରେ ଜାଣିଥିଲେ। ବର୍ତ୍ତମାନ ତା ସମ୍ପର୍କରେ ଅଧିକା ଆମେ ଜାଣିବା। ହେଲା? ହଁ ପିଲାମାନେ, ଆମେ ଲୁଚକାଳି ଖେଳ ଖେଳିଥିଲେ କାଲି। ଭଲ ଲାଗିଲା? ମଜା ଲାଗିଥିବ। କାଲି ଯୋଉ ଲୁଚକାଳି ଖେଳ ଖେଳିଲେ ସେଥିରେ ଆମେ କଣ ଜାଣିଲେ? ବାମ ପାର୍ଶ୍ୱ, ଡାହାଣ ପାର୍ଶ୍ୱ, ଉପର ଆଉ ତଳ। ଜାଣିଲେ ନା? ତାହେଲେ ଆଜି ଆଉ ଗୋଟେ ଖେଳ ଖେଳିବା। ଠିକ ଅଛି। ତୁମକୁ ତିନୋଟି ଚିତ୍ର ଦିଆଯାଇଛି। ପିଣ୍ଟୁ, ପ୍ରଥମ ଚିତ୍ରଟି କଣ ଅଛି? ହଁ, ସାଇକେଲ ଚଲାଉଛି। ଆଚ୍ଛା ଆଚ୍ଛା। ଆଚ୍ଛା, ସାଇକେଲ ଯୋଉ ଚଲାଉଛି ଏଇଟା ତାର କୋଉ ପାଖ? ହଁ, ସାମ୍ନା ପାଖ। ବହୁତ ବଢିଆ। ଆଚ୍ଛା, ରୀନା କହିଲୁ ଦ୍ଵିତୀୟ ଚିତ୍ରଟି କଣ ଅଛି? ହଁ, ଅଟୋ ଡ୍ରାଇଭର। ଆଚ୍ଛା, ସିଏ ତ ଅଟୋ ଚଲାଉଛି, କିନ୍ତୁ ଅଟୋଟି କୋଉ ପାଖ ଦେଖାଯାଉଛି? ଡାହାଣ ପାଖ। ବହୁତ ବଢିଆ। ମିଟୁ କହ, ଏଇଟା କାହାର ଚିତ୍ର? ଟେଲିଭିଜନ। ତୁମ ଘରେ ଟେଲିଭିଜନ ଅଛି? ଆଚ୍ଛା ଆଚ୍ଛା। ଏହା ଟେଲିଭିଜନର କେଉଁ ପାଖ? ସାମ୍ନା ପଟ। ବହୁତ ବଢିଆ। ଭେରି ଗୁଡ। ଆଚ୍ଛା, ତୁମମାନଙ୍କୁ ଚିତ୍ର କରିବାକୁ ଭଲ ଲାଗେ? ହଁ, ବହୁତ ବଢିଆ ଲାଗେ। ତାହେଲେ ଆସ ଆମେ ଚିତ୍ର କରିବା। ତୁମକୁ ମୁଁ କିଛି ଚିତ୍ର କରିବା ପାଇଁ ଦେବି। ଚିତ୍ର କରିବା ଏବଂ ଶ୍ରେଣୀରେ ଆମେ ଦେଖିବା। ଠିକ ଅଛି? ଆଚ୍ଛା, ଚିଙ୍କି କହିଲୁ କେକ୍ ର ଉପର ଅଂଶର ଆକାର କିପରି ତାହାର ଚିତ୍ର କରିବ। କରିପାରିବ ତ? ବହୁତ ବଢିଆ। ଆଉ ଗୋଟିଏ ଦଉଛି ମୁଁ ଗିଫ୍ଟ ବକ୍ସ। ନିଶ୍ଚିତ ଭାବେ ଜାଣିଥିବ ଗିଫ୍ଟ ବକ୍ସ। ତାହାର ପାର୍ଶ୍ୱର ଚିତ୍ର କରିବ। ତମକୁ ଯେକୌଣସି ଗୋଟେ ପାର୍ଶ୍ୱ ଭଲ ଲାଗୁଛି ସେ ପାର୍ଶ୍ୱ ଚିତ୍ରଟି କରିବ। ହେଲା? ଆଚ୍ଛା, ଦାନ୍ତ ଘଷୁଛ ନା ସକାଳୁ? ସମସ୍ତେ? ଆଚ୍ଛା, ଯୋଉ ଟୁଥପେଷ୍ଟ ଖେଳ ଯୋଉ ଖୋଳ ଅଛି ତାର ଚାରି ପାଖ ଦେଖିବ ଏବଂ ତାର ମଧ୍ୟ ଚିତ୍ର କରିବ। ଏହା ସହିତ ତୁମ ଘର ଆଉ ଅଭିଧାନ ପୁସ୍ତକ ତାର ଚାରି ପାଖରେ ଚିତ୍ର କରିବ। ହବ? ଆଚ୍ଛା, ତାହେଲେ ଆମେ ତ ବିଭିନ୍ନ ପ୍ରକାର ଚିତ୍ର କଲେ। ମୁଁ ତୁମମାନଙ୍କୁ ଚିତ୍ର ଦେଖାଉଛି। ପ୍ରଥମ ଚିତ୍ରଟି ମିକୁ କହିଲୁ କାହାର? ଟୋପି। ଆଚ୍ଛା, ଟୋପିର କେଉଁ ଭାଗ ଅଛି ଏଠି? ପୁରା ଟୋପିର ଗୋଟିଏ ପାର୍ଶ୍ୱ ଦେଖାଯାଉଛି। ମତେ କହିବ ତଳ ଭାଗଟି କିପରି ଅଛି? ହଁ, ଗୋଲାକୃତି। ବହୁତ ବଢିଆ। ଦ୍ଵିତୀୟ ଚିତ୍ରଟି ଦେଖ। ମନୁ କହିବ ଦ୍ଵିତୀୟ ଚିତ୍ରଟି କଣ? ହଁ, ଗିଫ୍ଟ ବକ୍ସ। ଓ ଚିତ୍ରଟି କରିଛ ତାହେଲେ। ତୁମେ କୋଉ ପାଖଟି କରିଛ? ଉପର ପାଖ। ଏ ଯୋଉ ଚିତ୍ର ଦିଆଯାଇଛି ଏଇଟା କାହାର ପାଖ? ହଁ, ତାର ଡାହାଣ ଆଉ ବାମ ପାଖ। ଆଚ୍ଛା, ସିମରାନ କହିଲୁ ଏଇଟା କାହାର ଚିତ୍ର? ତୃତୀୟ ଚିତ୍ରଟି। କେକ୍। ଆଚ୍ଛା ଆଚ୍ଛା, ଜନ୍ମଦିନର କେକ୍ ତାହେଲେ। ଏଇଟା କାହାର ଚିତ୍ର ଦେଖାଯାଉଛି? ହଁ, ଆର କ୍ୟାଣ୍ଡେଲ କୋଉଠି ଜଳୁଛି? ଉପର ପାର୍ଶ୍ୱରେ। ବହୁତ ବଢିଆ। ତାହେଲେ ଉପର ପାର୍ଶ୍ୱରେ ଆମର କ୍ୟାଣ୍ଡେଲ ଜଳୁଛି। ଶବନମ, ବର୍ତ୍ତମାନ ଦେଖିଲୁ କେତୋଟି ଚିତ୍ର ରହିଛି? ତିନୋଟି। ପ୍ରଥମ ଚିତ୍ରଟି କାହାର? ସାବୁନ ଖୋଳ। ଆଚ୍ଛା, ସାବୁନ ଖୋଳର କେଉଁ ପାଖଟି ଦେଖାଯାଉଛି? ଉପର ପାଖ। ବହୁତ ବଢିଆ। ବର୍ତ୍ତମାନ କହିବ ଜୋସେଫ। ଏଇଟା କାହାର ଚିତ୍ର? ବୋତଲ। ଖାଲି ବୋତଲ ନା କଣ? ବନ୍ଦ ନା ଖୋଲା? ବନ୍ଦ ବୋତଲ। ଆଚ୍ଛା, କହିଲୁ ଠିପିଟି କେଉଁ ଅଂଶରେ ଅଛି? ଉପର ଅଂଶରେ। ଭେରି ଗୁଡ। ବର୍ତ୍ତମାନ ଯିବା ଇନ୍ଦୁ ପାଖକୁ। ଇନ୍ଦୁ, ଏଇଟା କାହାର ଚିତ୍ର? ବିସ୍କୁଟ। ତାହେଲେ ତୁ ବିସ୍କୁଟ ଖାଇବାକୁ ଭଲ ଲାଗେ ତତେ, ନୁହଁ? ଆଚ୍ଛା, କହିଲୁ ବିସ୍କୁଟ ଯୋଉ ଅଛି ଚିତ୍ର ଏ ଖୋଳର କେଉଁ ପାଖରେ ରହିଛି? ଉପର ପାଖରେ। ବଢିଆ, ବହୁତ ବଢିଆ। ହଁ, ବର୍ତ୍ତମାନ ଆମ ପାଖରେ ଆଉ ତିନୋଟି ଚିତ୍ର ପହଞ୍ଚି ଯାଇଛି। ଭଲ ଲାଗୁଛି ତ? ଚିତ୍ର ସବୁ ତମେ ଆଙ୍କିଛ? ଆଚ୍ଛା, ମହନୀୟ କହିଲୁ ଏଇଟା କାହାର ଚିତ୍ର? କଣ? ହଁ, ଦାନ୍ତ ଘଷା ପେଷ୍ଟ। ଆଚ୍ଛା, ଏଇଟା କାହାର ପାର୍ଶ୍ୱ ରହିଛି ଏଇଠି? ଉପର ପାର୍ଶ୍ୱରେ କଣ ଅଛି? ହଁ, ବହୁତ ବଢିଆ।
ଦ୍ୱିତୀୟଟି କଣ? ହଁ, ପିଙ୍କି କହିବ ଇଏ ଗୋଟେ ଖେଳନା। କେଉଁ ପାଖ ଏଇଟା? ହଁ, ଇଏ ହଉଛି ଖେଳନାର ସାମ୍ନା ପାଖ। ବର୍ତ୍ତମାନ ଦେଖ ବହି ଗୋଟେ ଅଛି ତ? ବହି ଅଛି? ହଁ, କହିଲୁ ଟିକେ ସଲିମ କହିଲୁ। ବହିର କେଉଁ ପାଖ ଦେଖାଯାଉଛି? ହଁ, ଉପର ପାଖ। ଭେରି ଗୁଡ। ଏହା ହଉଛି ବହିର ଉପର ପାଖ। ତାହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ବିଭିନ୍ନ ପାର୍ଶ୍ୱ ବିଷୟରେ ଜାଣିଲେ, ଚିତ୍ର ଅଙ୍କନ କଲେ, ଚିତ୍ରକୁ ଦେଖିଲେ ଏବଂ ଆମେ ବୁଝିଲେ ଯେ ଚିତ୍ରର କେତୋଟି ପାର୍ଶ୍ୱ ଥାଏ? ବାମ ପାର୍ଶ୍ୱ, ହଁ, ଡାହାଣ, ଉପର ଆଉ ତଳ ପାର୍ଶ୍ୱ। ତଳ ପାର୍ଶ୍ୱ ଦେଖାଯାଏ କି? ନା। ତାହେଲେ ଆସ ଆମେ କିଛି ଅଭ୍ୟାସ କାର୍ଯ୍ୟ କରିବା। ପ୍ରଶ୍ନ 1, ମୁନା କହିଲୁ କୋନ୍ ଆକୃତି ଟୋପିର ତଳ ଭାଗ କେଉଁ ଆକୃତିର? ଗୋଲାକାର, ବର୍ଗାକାର ନା ତ୍ରିଭୁଜାକାର? ଆମେ ଚିତ୍ର ଦେଖିଲେ, ଚିତ୍ର ଅଙ୍କନ ବି କଲେ ଆମେ। ମୁନା କହିବ ଗୋଲାକାର। ଭେରି ଗୁଡ। ଟୋପିର ତଳ ଭାଗଟି ଗୋଲାକାର ହୋଇଥାଏ। ବର୍ତ୍ତମାନ ଦ୍ୱିତୀୟ ପ୍ରଶ୍ନଟି ଯିବା ଆମେ ଚିଙ୍କି ପାଖକୁ। ଚିଙ୍କି ଏ ଚିତ୍ରଟି କାହାର? ଲୁଡୁ ଗୋଟି। ଲୁଡୁ ଗୋଟି ଦେଖିଛ? ହଁ। କେତୋଟି ପାର୍ଶ୍ୱ ଥାଏ? 6ଟି। 6ଟି ପାର୍ଶ୍ୱ କେମିତି ଥାଏ? ହଁ, ବିନ୍ଦୁ ରହିଥାଏ। ବର୍ତ୍ତମାନ ତୁମ ପାଇଁ ପ୍ରଶ୍ନ। ଚିତ୍ରରେ ଥିବା ଲୁଡୁ ଗୋଟିର 5 ଗୋଟି ବିନ୍ଦୁ ଥିବା ପାର୍ଶ୍ୱଟି କେଉଁଠି? ଉପର ପାର୍ଶ୍ୱ, ବାମ ପାର୍ଶ୍ୱ ନା ସାମ୍ନା ପାର୍ଶ୍ୱ? ତୁମେ ଦେଖୁଥିବା ଚିତ୍ରକୁ କହିବ। ହଁ, ବାମ ପାର୍ଶ୍ୱ। ଭେରି ଗୁଡ। ଏହା ଲୁଡୁ ଗୋଟିର ବାମ ପାର୍ଶ୍ୱ। ଆଚ୍ଛା, ଉପରେ କଣ ଅଛି ଏଠି? କେତୋଟି ବିନ୍ଦୁ ଅଛି? ହଁ, 3ଟି ବିନ୍ଦୁ। ଡାହାଣ ପାର୍ଶ୍ୱରେ 6ଟି ବିନ୍ଦୁ। ଏ ବିନ୍ଦୁକୁ ନେଇକି ଆମେ ଖେଳ ଖେଳୁଛୁ। ଠିକ ଅଛି ତ? ଆଚ୍ଛା, ବର୍ତ୍ତମାନ ପୁଣି ଥରେ ମୁନା କହିବ ଦିଆସିଲି ଖୋଳର ଫୁଲ ଥିବା ପାର୍ଶ୍ୱଟି କେଉଁଠି? ଦେଖିଲ ତ ଦିଆସିଲି ଖୋଳ? କୋଉ ପାର୍ଶ୍ୱ? ଉପର, ତଳ ନା ଡାହାଣ? ଉପର ପାର୍ଶ୍ୱ। ଭେରି ଗୁଡ। ତାହେଲେ ଦିଆସିଲି ଖୋଳର ଫୁଲଟି ଉପର ପାର୍ଶ୍ୱ ରହିଛି। ପୁଣି ଶେଷ ପ୍ରଶ୍ନ। ଏହି ଚିତ୍ରରେ ଛେନାପୋଡର କେଉଁ ଅଂଶଟି ଅଛି? ହଁ, ଉପର, ତଳ, ବାମ, ଡାହାଣ। କେଉଁ ଅଂଶରେ ଅଛି? ଉପର ଅଂଶରେ। ଭେରି ଭେରି ଗୁଡ। ଆଚ୍ଛା, ବର୍ତ୍ତମାନ ସୂଚନା ଅନୁଯାୟୀ ଆମେ କାର୍ଯ୍ୟ କରିବା। ଏଇଟା କାହାର ଚିତ୍ର? ମିକି କହିଲୁ। ଗୋଟିଏ ଗଛର ଚିତ୍ର। ଆଚ୍ଛା ଆଚ୍ଛା, ଗଛର ଉପର ଭାଗଟି ଦେଖେଇ ପାରିବ? ହଁ, ବହୁତ ବଢିଆ। ଭେରି ଗୁଡ। ଆଚ୍ଛା, ବର୍ତ୍ତମାନ ଦେଖିବା ଦ୍ୱିତୀୟ ଚିତ୍ରଟି। ସଲିମ ପୁଣି କହିବ ଏଇଟା କାହାର ଚିତ୍ର? କପ୍। ଆଚ୍ଛା ଆଚ୍ଛା, କପ୍ ରେ କଣ ଅଛି କହିପାରିବ? ଚାହା ଅଛି। ହଁ, ଠିକ ଅଛି। କପ୍ ର ବାମ ପାର୍ଶ୍ୱ ଭାଗର ଦୃଶ୍ୟକୁ ଦର୍ଶାଅ। ଦେଖେଇ ପାରିବ? ବାମ ପାର୍ଶ୍ୱ। ଭେରି ଗୁଡ। ଠିକ ଅଛି। ଆଚ୍ଛା, ଏଇ ଚିତ୍ରଟି କାହାର? ମିଙ୍କୁ କହିଲୁ। ହାତୀ। ହାତୀ ଦେଖିଛ? ଭେରି ଗୁଡ। ତାହେଲେ ହାତୀର ସାମ୍ନା ଭାଗର ଦୃଶ୍ୟକୁ ଦର୍ଶାଅ। ଦେଖେଇ ପାରିବ? କଣ ଅଛି ସାମ୍ନା ଭାଗରେ? ଶୁଣ୍ଡ ଅଛି। ଭେରି ଭେରି ଗୁଡ। ଆଚ୍ଛା, ପୁଣି ଶେଷ ଚିତ୍ର ଦେଖିବ। ଏଇଟା ମିଟୁ କହିବ। ଏଇଟା କାହାର ଚିତ୍ର? ହଁ, ପିଲାଟି ଠିଆ ହେଇଛି। ଆଚ୍ଛା, ପିଲାଟି କେଉଁ ପଟକୁ ମୁହଁ କରିଛି? ହଁ, ଡାହାଣ ପଟକୁ। ଭେରି ଗୁଡ।
ଜାଣିଲେ, ବସ୍ତୁ ଜାଣିଲେ। ବର୍ତ୍ତମାନ ତୁମ ପାଇଁ ଗୋଟେ କାମ ରହିଲା। ତୁମେ ଘରୁ ଯିବ, ଆସିଲା ବେଳକୁ ମନ୍ଦିର, ଟେବୁଲ, ପାଣି ବୋତଲ ଇତ୍ୟାଦିକୁ ବ୍ୟବହାର କରି ତାର ପାର୍ଶ୍ୱ ଗୁଡାକ ଦର୍ଶାଇବ ଏବଂ ଏହାର ଚିତ୍ର କରିବ। ହେଇପାରିବ? ବହୁତ ବଢିଆ। ଥ୍ୟାଙ୍କ ୟୁ। ଆଜି ଆମେ ଲୁଚକାଳି ଖେଳ ଖେଳିଲେ, ବିଭିନ୍ନ ପାର୍ଶ୍ୱ ବିଷୟରେ ଜାଣିଲେ। ମୁଁ ଭାବୁଛି ତୁମମାନଙ୍କୁ ଭଲ ଲାଗିଥିବ। ଆଉ ଯାହା ଯାହା ଅଭ୍ୟାସ କାର୍ଯ୍ୟ ଦିଆଯାଇଛି, ବିଭିନ୍ନ ବୋତଲ ଆଉ ବିଭିନ୍ନ ବସ୍ତୁ ସଂଗ୍ରହ କରିବା ଏବଂ ତାର ପାର୍ଶ୍ୱର ଚିତ୍ର କରି ଆସନ୍ତା ଶ୍ରେଣୀରେ ଆମେ ଧରି ଆସିବା। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।